ନିରସ ଶୁଷ୍କ, ଅଥଚ ତା ଆତ୍ମାରେ ଏବେ ବି ବହୁଛି ହରିତ ରକ୍ତ। ଗଭୀର ଅନ୍ତର୍ଦୃଷ୍ଟି ପକାଇ ଯଦି ଦେଖେ, ଏ ସବୁଜ ପତ୍ର ବୁହା ଦେହରେ କେତେ ମଣିଷଙ୍କ ଆଖିର ଲୁହ ପୋଛି ଦେଇନି ଗଛଟା। ହେଲେ ଆଜି ତା ପାଖରେ ଦାରୁଭୂତ ହୋଇ ଛିଡ଼ା ହୋଇଛି ଏହି ଦରମରା ଉଇ ହୁଙ୍ଗାଟା। ଅକ୍ଷୟ ଆକାଶକୁ ବାହୁ ମେଲାଇ ଆଜି ସେ ପଡ଼ି ରହିଛି। ବିଶ୍ୱାସର ଡାଳପତ୍ର ସବୁ ଧୀରେ ଧୀରେ ମୂର୍ଚ୍ଛା ହୋଇଗଲାଣି। ତଥାପି ସେ ଜିଦ୍ରେ ଛିଡ଼ା ହୋଇଛି, ପଣ କରିଛି ଦେହ ଥିବା ପର୍ଯ୍ୟନ୍ତ କାମରେ ଆସିବ। ଥରକୁ ଥର ବସନ୍ତ ଆସେ, ତାକୁ ପଲ୍ଲବିତ କରେ। ହେଲେ ଅହଙ୍କାର ମାଖି ମଣିଷ ଅନେକ ବାର ତା ଦେହରୁ କାଟି ନେଇଛି ତା ତନକୁ। ନିଜକୁ ଫେଡ଼ି ଗଢ଼ିଛି ଏ ଗଛଟା ଅନେକ ଶରୀର। ନିଛାଟିଆ ଖରାଦିନରେ ଯେବେ ଖରାବେଳେ ଥକା ଲାଗେ, ଗଛଟିଏ ମା ହୋଇ ତା ପଣତ କାନିରେ ଢାଙ୍କି ଦିଏ। କିନ୍ତୁ ଆଜି ସେ ଧୀରେ ଧୀରେ ନିଶ୍ଚଳ ହେବାକୁ ବସିଲାଣି। ବୁଢ଼ା ବରଗଛଟା ଦେହରେ ଯେତେ ସାହସ ଥିଲେ ବି ତାକୁ ଏ ଯୁକ୍ତିବାଦୀ ମଣିଷ ବୁଝିବାରେ ଅସମର୍ଥ ହେଉଛି। ମନେ ହେଉଛି ଦୂରରୁ ଭାସି ଆସୁଛି ନିବିଡ଼ ଆସକ୍ତି ମୁହୂର୍ତ୍ତର ମୋହ। ମହାକାଳର ସମୟ ସେଥିରେ ହଜିଗଲା ସବୁ ସ୍ମୃତି। ପାସରି ଗଲାଣି ଶରୀର, କିନ୍ତୁ ଆଜି ବି ସେ ଛିଡ଼ା ହୋଇଛି ଏକ ମିଛିମିଛିକା ଜଙ୍ଗଲୀ ସକାଳର ମିଛ ଆଲିଙ୍ଗନ, ମିଛ ଆଦର, ମିଛ ସ୍ୱପ୍ନ ନେଇ, ଯାହା ନିଶ୍ଚୟ ଅବାସ୍ତବ। ସୁନାରୀ ଗଛ ପରି ଭାବି ଦେଇଛି ତା ମନକୁ। ସୁନାରୀର ଶେଷ ନିଦ୍ରା ପରି ତାର ଶେଷ ନିଦ୍ରା ବୋଧେ ଖୁବ୍ କମ୍ ସମୟ। ଆପଣମାନେ ବି ଯଦି ପିଲାଦିନେ ଏମିତି ବରଗଛ ଛାଇ ତଳେ ଖେଳିଛନ୍ତି, ହସିଛନ୍ତି, ପଢ଼ିଛନ୍ତି ଏବଂ କିଛି ଅଭୁଲା ମୁହୂର୍ତ୍ତ ବିତାଇଛନ୍ତି, ତେବେ ଆମକୁ କମେଣ୍ଟ କରିବା ପାଇଁ ଜମା ବି ଭୁଲିବେନି। ପୁଣି ଆଉ ଏକ ନିଛକ ଓଡ଼ିଆ କାହାଣୀ ନେଇ ଆସିବୁ ଆମେ ଆପଣଙ୍କ ପାଖକୁ। ସେତେ ପର୍ଯ୍ୟନ୍ତ ଦେଖୁଥାନ୍ତୁ ଆମ କଥା, ଆମ ସ୍ମୃତି। ନମସ୍କାର।